ଯାଜପୁର ଜିଲ୍ଲା ସୁକିନ୍ଦା ଖଣି ଅଞ୍ଚଳରେ ଗରିବ ଆଦିବାସୀମାନଙ୍କୁ କିପରି ଶୋଷଣ କରାଯାଏ ତାହାର ଏକ ବାସ୍ତବ ଚିତ୍ର ସାମ୍ନାକୁ ଆସିଛି। ଆଜ୍ଞା ମୁଁ ସାର୍ କଣ୍ଟ୍ରାକ୍ଟରକୁ ଦେଇଦେଲି। ଆଜ୍ଞା ମୋର ଦିନ ମଜୁରିଆ ଲୋକ ପଇସା ପତ୍ର ନାହିଁ ବୋଲି ତାଙ୍କୁ ଦେଇଦେଲି, ଦାୟିତ୍ୱରେ ଦେଇଦେଲି। ଆଉ ସେମାନେ ଏମିତି କଲେ ଯେ ଘରଟାକୁ ସେଟ୍ରିଂ କରିଦେଇ ଛାଡ଼ିଦେଇ ପଳେଇଲେ। ଆଉ ଆସୁନାହାନ୍ତି, ଦେଖା ଦେଉନାହାନ୍ତି। ସିମେଣ୍ଟ ପକାଇଦେଲେ, ବାଲି ପକାଇଦେଲେ, ଚିପ୍ସ ପକାଇଦେଲେ, ଆଉ ଦରାଜମା ଦେଉନାହାନ୍ତି। ଆଉ ମୁଁ ଆଜ୍ଞା କେମିତି କରିବି ସେଇଟା ଆପଣ ସରକାରୀ ତରଫରୁ ଆପଣ ପୁନର୍ବାର ବିଚାର କରନ୍ତୁ। କିଏ ଆପଣଙ୍କୁ କହିଲା କଣ୍ଟ୍ରାକ୍ଟରକୁ ଦେବା ପାଇଁ? ଆମର BLW ଆଉ ବାରିକ ସାର୍ ଏମିତି ସବୁ କଣ୍ଟ୍ରାକ୍ଟରକୁ ଦିଅ। ତମ ପାଖରେ ପଇସା ନାହିଁ ଯେହେତୁ ତୁମେ ତାଙ୍କୁ ଦାୟିତ୍ୱ ଦେଇଦିଅ। ସୁକିନ୍ଦା ବ୍ଲକର ରାଁଶୋଳ ଗ୍ରାମ ପଞ୍ଚାୟତ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନୁଯାୟୀ 192ଟି ଘର ଗରିବ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଥିଲା ଏବଂ ତାଙ୍କୁ ଏହି ଯୋଜନାରେ ଘର ଆବଣ୍ଟନ ନିଜେ ତିଆରି କରିବା ପାଇଁ ବ୍ୟବସ୍ଥା କରାଯାଇଥିଲା। ରାଁଶୋଳ ଗ୍ରାମ ପଞ୍ଚାୟତର ମୋଟ 192ଟି ଘର ମଧ୍ୟରୁ କେବଳ 188ଟି ଘରର ସରକାରୀ ବିବରଣୀରୁ ଡାଟା ମିଳିଥିବା ବେଳେ ଅନ୍ୟ 4ଟି ଘରର କୌଣସି ଡାଟା ମିଳିପାରୁନାହିଁ। ବିଗତ 4 ବର୍ଷ ମଧ୍ୟରେ ଏହି ପଞ୍ଚାୟତରୁ 141ଟି ଘର ସମ୍ପୂର୍ଣ୍ଣ ହୋଇଥିବାର ସରକାରୀ ସୂଚନା ମିଳିଥିବା ବେଳେ ଆଉ 51 ଜଣ ହିତାଧିକାରୀଙ୍କ ଘର ନିର୍ମାଣାଧୀନ ବା ଅସମ୍ପୂର୍ଣ୍ଣ ରହିଥିବାର ଦେଖିବାକୁ ମିଳିଛି। ହିତାଧିକାରୀମାନେ ଅଭିଯୋଗ କରିଛନ୍ତି ଯେ ରାଁଶୋଳ ଗ୍ରାମ ପଞ୍ଚାୟତର PEO ଓ ପିଅନ ଶ୍ରୀ ଜଗାହେସା ଏବଂ କଣ୍ଟ୍ରାକ୍ଟର 2 କିସ୍ତିରେ ମିଳିଥିବା ଟଙ୍କା ଉଠାଇ ନେଇ ଘର ଖଣ୍ଡିଆ କରି ଚାଲିଯାଇଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ଯେ ରାଁଶୋଳ ଗ୍ରାମ ପଞ୍ଚାୟତର କଲରଙ୍ଗିଅତା ମୌଜା ପାଇଁ ଗତ 2019-20 ମସିହାରେ ମୋଟ 59ଟି ଘର ମଞ୍ଜୁର ହୋଇଥିଲା। ତନ୍ମଧ୍ୟରୁ 10ଟି ଘର ଏବେ ବି ଅସମ୍ପୂର୍ଣ୍ଣ ନିର୍ମିତ ହୋଇ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଛି। କେତେ କିସ୍ତି ପଇସା ଆସିଛି ଏଟାକୁ? 2 କିସ୍ତି। 2 କିସ୍ତିରେ କେତେ ଟଙ୍କା? 20,000 ଥରେ 35,000। 55,000। ଆଚ୍ଛା, 1,30,000ରୁ 55,000 ଟଙ୍କା ତୁମେ ଉଠେଇଛ? ହଁ। ଏଇଟା ତୁମେ ନିଜେ କାମ କରୁଛ ନା କାହାକୁ ଦେଇଥିଲ? ଏଇ ଯୋଗା କରିକା। କିଏ? ଯୋଗା କରି। ଜଗା କ'ଣ? ଜଗା ନା କଣ୍ଟ୍ରାକ୍ଟର ନାହିଁ। କୋଉଠିକାର ଜଗା? ଏଇଟା ସାଇରଟାକୁ ଦେଲା ଜଗା। ସାଇର ଦେଲା। ତାପରେ ଏଠି ମାଧୁରୀ ପିଲାଟା କ'ଣ ତାଙ୍କ ନାଁ? ମାଧୁରୀ ସେମିତି ଡାକନ୍ତି। ସେ ଘରଟା କରୁଥିଲା କଣ୍ଟ୍ରାକ୍ଟରରେ। ଆଚ୍ଛା, ପଇସା ତକ ଉଠେଇକି ତାକୁ ଦେଇଦେଇଛ? ଆଉ କାହିଁ କରୁନାହାନ୍ତି, ଶେଷ କରୁନାହାନ୍ତି ଏଟାକୁ? ପଇସା ଆସିଲା ବେଳେ ମୋତେ କହିନାହିଁ ପଇସା ଅଛି ଉଠେଇଲି ତ ଧରିଲେ ଚାଲିଲା। ଆଉ କାମ ତ ତମ ପଇସା ଉଠେଇକି ତାଙ୍କୁ ଦେଇଦେଇଛ? ଆଉ ସେବେଠାରୁ ଆଉ ତାଙ୍କର କାମ ଆଉ କରେ ନାହିଁ। ନିୟ ତାରିଖ ଆମକୁ ଦିଅ କହିକି ତାପରେ ଆମେ ନିୟ ତାରିଖ ଦେଲୁ ନାହିଁ। ଯେତେବେଳେ ସେମାନେ ନିଜେ ନିୟ ତାରିଖ ପାଇଁ ପିଲା ପଠେଇଲେ, ତାପରେ ନିୟ ତାରିଖ ପିଲାଙ୍କୁ ପଠେଇଲେ। ତାଙ୍କ ମିସ୍ତ୍ରୀ ଆସିକି ଏତିକି ଯାଇ ପଠେଇଛନ୍ତି କାମ। ଗୋଟେ କିସ୍ତି କାମ ସରିଲା, ପଇସା ଆମେ ଦେଇଛୁ। ଏତିକିରୁ ତ ବନ୍ଦ କରିଦେଇଛନ୍ତି। ଆମ ଉପରେ କିଛି ବାଲି ନାହିଁ କି ସିମେଣ୍ଟ ନାହିଁ କିମ୍ବା ଇଟା ବି ନାହିଁ। 2 କିସ୍ତି ପଇସା ସେମାନେ ନେଇଯାଇଛନ୍ତି? ହଁ, ନେଇଯାଇଛନ୍ତି ସବୁ ପଇସା ସେମାନେ। ତମେ ନିଜେ କଲ ନାହିଁ କାହିଁକି? ନିଜେ ପାଇଁ ସକ୍ଷମତା ନାହିଁ। ତେଣେ ହିତାଧିକାରୀମାନେ ଘର ନ ପାଇ ପର ଘରେ ମୁଣ୍ଡ ଗୁଞ୍ଜିବାକୁ ବାଧ୍ୟ ହେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି। କଲରଙ୍ଗିଅତା ପୁରିଆଝର ସାହିରୁ ରେବତୀ ହେମ୍ବ୍ରମ, ବୁଦ୍ଧିରାମ ଜଙ୍କ, ଲେମ୍ବୋ ମୁଣ୍ଡା, ମିଥୁନ ହେମ୍ବ୍ରମ, ସୁକୁରମୁନି ଚାତାର, ଟୁବୁରା ମୁଣ୍ଡା ଇତ୍ୟାଦି ହିତାଧିକାରୀଙ୍କ ଠାରୁ 2 କିସ୍ତିରେ ମିଳିଥିବା 55,000 ଟଙ୍କା
ପ୍ରତ୍ୟେକଙ୍କଠାରୁ ଉଠାଇ ନେଇଯାଇଛନ୍ତି। ମଲ୍ଲି ମୁଣ୍ଡା ଓ ଲାଲମୋହନ ପିଙ୍ଗୁଆଙ୍କଠାରୁ 1 ଲକ୍ଷ ଲେଖାଏଁ, ରଘୁନାଥ ବିରୁଆଙ୍କଠାରୁ 40,000 ଓ ବାସୁଦେବ ହୋଉଙ୍କଠାରୁ 20,000 ଟଙ୍କା ଉଠାଇ ନେଇଛନ୍ତି। କିନ୍ତୁ ଦୀର୍ଘ 4 ବର୍ଷ ପରେ ବି ନା ଠିକାଦାର, ନା ପଞ୍ଚାୟତ ପିଇଓ, ନା ପଞ୍ଚାୟତ ପିଅନ କାହାରି ଦେଖା। ତେବେ ଏହି ମହା ଘୋଟାଲାକୁ ଚାପି ଦେବା ପାଇଁ ଏବେ ହିତାଧିକାରୀମାନଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇବା ଓ ଅଭିଯୋଗ ନ କରିବା ପାଇଁ ଚାପ ପକାଉଥିବାର ପ୍ରକାଶ କରିଛନ୍ତି।